ଦେଖନ୍ତୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମୁଁ ଦୀର୍ଘ ବର୍ଷ ତଳୁ ଜାଣିଛି। ସେ କନ୍ଧମାଳର ବି ସାଂସଦ ଥିଲେ। ସେ ଜଣେ ଶିକ୍ଷାବିତ୍, ସମାଜସେବୀ ମଧ୍ୟ। ବିଶ୍ୱସ୍ତରରେ ତାଙ୍କର ନାଁ ବି ରହିଛି। କିସ୍ କିଟ୍ ବୋଇଲେ ଅଚ୍ୟୁତ ସାମନ୍ତଙ୍କୁ ହିଁ ବୁଝାଏ। ନିକଟରେ ଯେଉଁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା ହେଲା, ସେଠାରେ ତାଙ୍କୁ ସମ୍ପୃକ୍ତ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ କିଛି ଗଣମାଧ୍ୟମ ହଉ, କିଛି ରାଜନୈତିକ ନେତା ହୁଅନ୍ତୁ, ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରୁଛନ୍ତି, ଯେଉଁଟାକି ଠିକ୍ ନାହିଁ। ସେଥିରେ ସେ ସମ୍ପୃକ୍ତ ନୁହନ୍ତି। କାରଣ ଗୋଟେ ଅନୁଷ୍ଠାନର ମୁଖ୍ୟ କ'ଣ ସବୁ ଘଟଣାରେ ସମ୍ପୃକ୍ତ ରହିପାରିବେ କି ନା ଜାଣିପାରିବେ କ'ଣ ବି ଘଟଣା ଘଟିଲା। ସେଥିପାଇଁ ଅନ୍ୟ ଷ୍ଟାଫ୍ ବି ଅଛନ୍ତି, ଆଡମିନିଷ୍ଟ୍ରେଟିଭ୍ ଅଫିସର ଥିବେ, ସେ ସବୁ ଏଇଟା ବୁଝିବା କଥା। କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଟାର୍ଗେଟ୍ କରାଯାଉଛି, ଯେଉଁଟାକି ଶିକ୍ଷା ଅନୁଷ୍ଠାନ, ଗୋଟେ ଏତେ ବଡ଼ ଶିକ୍ଷା ଅନୁଷ୍ଠାନ, କନ୍ଧମାଳ ଜିଲ୍ଲାର ବି ହଜାର ହଜାର ଛାତ୍ରୀ ସେଠି ପଢ଼ୁଛନ୍ତି ମାଗଣାରେ। ଆଦିବାସୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି କିସ୍ କିଟ୍ରେ। ସେ ଆତ୍ମନିର୍ଭରଶୀଳ ବି ହେଉଛନ୍ତି କନ୍ଧମାଳ ଜିଲ୍ଲାରେ, ଆମେ ଦେଖୁଛୁ। ତେଣୁ ଏତେ ବଡ଼ ଅନୁଷ୍ଠାନକୁ ଅଯଥା ବଦନାମ କରିବା କେତେ ଦୂର ସମୀଚୀନ ହେଉଛି, ମୋ ଦୃଷ୍ଟିକୋଣରେ ନିଶ୍ଚିତ ଭାବେ ଏଇଟା ଭଲ କଥା ନୁହଁ। ତାଙ୍କୁ ଟାର୍ଗେଟ୍ କରିବା ଉଚିତ ନୁହଁ।